ପୁରୀରେ ଏମିତି କ'ଣ ଘଟିଥିଲା ଯେ ରାବଣ ପରି ଅହଙ୍କାରୀ ଯୋଦ୍ଧା ମଧ୍ୟ ହନୁମାନଜୀଙ୍କୁ ବାନ୍ଧି ପାରିନଥିଲେ। କିନ୍ତୁ ପୁରୀରେ ହନୁମାନଜୀ ଆଜି ମଧ୍ୟ ସୁନାର ଶୃଙ୍ଖଳାରେ ବନ୍ଧା ଅଛନ୍ତି। କୁହାଯାଏ ଯେ ଯେତେବେଳେ ଭଗବାନ ଜଗନ୍ନାଥ ପୁରୀରେ ବିରାଜମାନ ହେଲେ ସେତେବେଳେ ସମୁଦ୍ର ଦେବ ପ୍ରତିଦିନ ତାଙ୍କ ଚରଣ ସ୍ପର୍ଶ କରିବାକୁ ଆସୁଥିଲେ। ଆରମ୍ଭରେ ସବୁକିଛି ଠିକ୍ ଥିଲା, କିନ୍ତୁ ଧୀରେ ଧୀରେ ସମୁଦ୍ରର ଅହଙ୍କାର ବଢ଼ିଗଲା। ଏକଦିନ ସମୁଦ୍ର ଏତେ ଉତ୍ତାଳ ହେଲା ଯେ ସେ ପୁରାପୁରି ନଗରୀକୁ ଡୁବାଇ ଦେଲା। ଏହି ବିନାଶ ବାରମ୍ବାର ହେବାକୁ ଲାଗିଲା ଏବଂ ଲୋକମାନେ ଭୟଭୀତ ହୋଇପଡ଼ିଲେ। ତେବେ ଭଗବାନ ଜଗନ୍ନାଥ ନିଜ ପ୍ରିୟ ଭକ୍ତ ହନୁମାନଜୀଙ୍କୁ ସମୁଦ୍ର ତଟରେ ପାହାରାଦାର ଭାବେ ଖଡ଼ା କରିଦେଲେ। ହନୁମାନଜୀ ସେଠାରେ ରହିବା ମାତ୍ରେ ସମୁଦ୍ରର ଲହରୀ ଶାନ୍ତ ହୋଇଗଲା। ସମୁଦ୍ର ଦେବ ମଧ୍ୟ ବଚନ ଦେଲେ ଯେ ଯେପର୍ଯ୍ୟନ୍ତ ହନୁମାନ ଏଠାରେ ରହିବେ ସେ ପର୍ଯ୍ୟନ୍ତ ସେ ଶାନ୍ତ ରହିବେ। କିନ୍ତୁ ଏକଦିନ ପୁରୀରେ ରାମ ଭଜନର ଧ୍ୱନି ଗୁଞ୍ଜି ଉଠିଲା। ସେହି ଭଜନ ଶୁଣି ହନୁମାନଜୀ ନିଜକୁ ରୋକି ପାରିଲେ ନାହିଁ ଏବଂ ପାହାରା ଛାଡ଼ି ଭଜନ ଶୁଣିବାକୁ ଚାଲିଗଲେ। ତାପରେ କ'ଣ ହେଲା? ସମୁଦ୍ର ପୁଣି ଥରେ ଉତ୍ତାଳ ହେଲା ଏବଂ ପୁରାପୁରି ନଗରୀକୁ ଡୁବାଇ ଦେଲା। ଏହା ଦେଖି ଭଗବାନ ଜଗନ୍ନାଥ ସ୍ୱୟଂ ସମୁଦ୍ର ତଟକୁ ଆସିଲେ। ସେ ହନୁମାନଜୀଙ୍କୁ କହିଲେ, ଆଜି ମୁଁ ତୁମକୁ କର୍ତ୍ତବ୍ୟର ବେଡ଼ିରେ ବାନ୍ଧୁଛି। ତାପରେ ହନୁମାନଜୀଙ୍କୁ ସେଠାରେ ବନ୍ଧି ଦିଆଗଲା, ଯାହାଦ୍ୱାରା ସେ ସଦା ସମୁଦ୍ର ଉପରେ ନଜର ରଖିପାରିବେ। କିନ୍ତୁ ସମସ୍ୟା ଏଠାରେ ଶେଷ ହେଲା ନାହିଁ। ସମୁଦ୍ରର ଗର୍ଜନର ଶବ୍ଦ ଏତେ ତୀବ୍ର ଥିଲା ଯେ ଭଗବାନ ଜଗନ୍ନାଥଙ୍କ ନିଦ୍ରା ମଧ୍ୟ ଭଙ୍ଗ ହେବାକୁ ଲାଗିଲା। ତେବେ ହନୁମାନଜୀ ସମୁଦ୍ର ଦେବଙ୍କୁ କହିଲେ, ଦୟାକରି ଶବ୍ଦ କମ୍ କରନ୍ତୁ, ମୋ ପ୍ରଭୁ ବିଶ୍ରାମ କରିପାରୁନାହାନ୍ତି। ସମୁଦ୍ର ଦେବ କହିଲେ, ଏହା ମୋର ନୁହେଁ, ପବନ ଦେବଙ୍କ ଲୀଳା। ତାପରେ ହନୁମାନଜୀ ପବନ ଦେବଙ୍କୁ ବିନତି କଲେ। ପବନ ଦେବ କହିଲେ, ଆସିବାକୁ ମୋତେ ପଡ଼ିବ, କିନ୍ତୁ ଆଜିଠାରୁ ମୁଁ ଉଲ୍ଟା ଦିଗରୁ ବହିବି। ସେହିଦିନଠାରୁ ପୁରୀରେ ସମୁଦ୍ର ଥିଲେ ମଧ୍ୟ ପରିବେଶ ଶାନ୍ତ ରହେ। ମନ୍ଦିରର ଧ୍ୱଜ ଆଜି ମଧ୍ୟ ପବନର ଉଲ୍ଟା ଦିଗକୁ ଲହରାଏ ଏବଂ ଯେଉଁ ସ୍ଥାନରେ ହନୁମାନଜୀଙ୍କୁ ବନ୍ଧା ଯାଇଥିଲା ସେଠାରେ ଆଜି ବେଡ଼ି ହନୁମାନ ମନ୍ଦିର ଅବସ୍ଥିତ। ଭକ୍ତମାନେ ମାନନ୍ତି ଯେ ଯେଉଁମାନେ ହୃଦୟରୁ ଭଗବାନ ଜଗନ୍ନାଥଙ୍କୁ ମାନନ୍ତି ସେମାନଙ୍କୁ ହନୁମାନଜୀ ସଦା ରକ୍ଷା କରନ୍ତି।